ଓମ୍ ଶାନ୍ତି। 28 ମେ 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ବର୍ତ୍ତମାନ ଡ୍ରାମାର ଚକ୍ର ଶେଷ ହେବାକୁ ଯାଉଛି। ତୁମକୁ କ୍ଷୀରଖଣ୍ଡ ଭଳି ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ ନୂଆ ଦୁନିଆକୁ ଆସିବାକୁ ହେବ। ସେଠାରେ ସମସ୍ତେ କ୍ଷୀରଖଣ୍ଡ, ଏଠାରେ ସମସ୍ତେ ଲୁଣ ପାଣି। ବର୍ତ୍ତମାନ ଡ୍ରାମାର ଚକ୍ର ଶେଷ ହେବାକୁ ଯାଉଛି। ତୁମକୁ କ୍ଷୀରଖଣ୍ଡ ଭଳି ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ ନୂଆ ଦୁନିଆକୁ ଆସିବାକୁ ହେବ। ସେଠାରେ ସମସ୍ତେ କ୍ଷୀରଖଣ୍ଡ, ଏଠାରେ ସମସ୍ତେ ଲୁଣ ପାଣି। ପ୍ରଶ୍ନ: ତୁମେ ତ୍ରିନେତ୍ରୀ ସନ୍ତାନମାନେ କେଉଁ ଜ୍ଞାନକୁ ଜାଣି ତ୍ରିକାଳଦର୍ଶୀ ହୋଇଯାଉଛ? ତୁମେ ତ୍ରିନେତ୍ରୀ ସନ୍ତାନମାନେ କେଉଁ ଜ୍ଞାନକୁ ଜାଣି ତ୍ରିକାଳଦର୍ଶୀ ହୋଇଯାଇଛ? ଉତ୍ତର: ତୁମମାନଙ୍କୁ ବର୍ତ୍ତମାନ ସାରା ବିଶ୍ୱର ଇତିହାସ ଭୂଗୋଳର ଜ୍ଞାନ ମିଳିଛି। ସତ୍ୟ ଯୁଗରୁ ନେଇ କଳି ଯୁଗର ଶେଷ ପର୍ଯ୍ୟନ୍ତ ଇତିହାସ ଭୂଗୋଳକୁ ତୁମେମାନେ ଜାଣିଛ। ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି ଯେ ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରୁଛି। ସବୁ ସଂସ୍କାର ଆତ୍ମାରେ ହିଁ ରହୁଛି। ବର୍ତ୍ତମାନ ବାବା କହୁଛନ୍ତି, ପିଲାମାନେ, ନାମ ରୂପର ଆକର୍ଷଣ ଠାରୁ ଦୂରେଇ ରୁହ। ନିଜକୁ ଅଶରୀରୀ ଆତ୍ମା ମନେକର। ଗୀତ: ଧୀରଜ ଧର ମନୁଆ, ତେରେ ସୁଖ କି ଦିନ ଆୟା କି ଆୟା। ଓମ୍ ଶାନ୍ତି। କଳ୍ପ କଳ୍ପ ପିଲାମାନଙ୍କୁ କୁହାଯାଇଛି ଏବଂ ପିଲାମାନେ ଜାଣିଛନ୍ତି। ମନ କହୁଛି, ଯେତେ ଶୀଘ୍ର ସତ୍ୟଯୁଗ ଆସିବ ସେତେ ଶୀଘ୍ର ଦୁଃଖରୁ ମୁକ୍ତି ମିଳିଯିବ। କିନ୍ତୁ ଡ୍ରାମା ବହୁତ ଧୀରେ ଧୀରେ ଗତି କରୁଛି। ବାବା ଧୈର୍ଯ୍ୟ ଦେଉଛନ୍ତି ଯେ ବାକି ଅଳ୍ପ ଦିନ ଅଛି। ବଡ଼ ବଡ଼ ବିଦ୍ୱାନ ପଣ୍ଡିତମାନଙ୍କ ଦ୍ୱାରା ମଧ୍ୟ ବାଣୀ ଶୁଣିବାକୁ ମିଳିବ ଯେ ଦୁନିଆ ବଦଳିଯିବ। ପୋପଙ୍କ ଭଳି ବଡ଼ ବଡ଼ ବିଦ୍ୱାନ ଲୋକ ମଧ୍ୟ କହୁଛନ୍ତି ଯେ ଦୁନିଆ ବଦଳିବାର ଅଛି। ଆଚ୍ଛା, ପୁଣି ଶାନ୍ତି କିପରି ହେବ? ଏହି ସମୟରେ ସବୁ ଲୁଣ ପାଣି ଅର୍ଥାତ୍ ମତଭେଦରେ ଅଛନ୍ତି। ଏବେ ଆମେ କ୍ଷୀରଖଣ୍ଡ ଅର୍ଥାତ୍ ଏକମତ ହେଉଛେ। ସେପଟରେ ଅର୍ଥାତ୍ ବିଦେଶରେ ଦିନକୁ ଦିନ ଲୁଣ ପାଣି ଅର୍ଥାତ୍ ନକାରାତ୍ମକ ହୋଇ ଚାଲିଛନ୍ତି। ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରି ବିନାଶକୁ ପ୍ରାପ୍ତ କରିବେ। ସେଥିପାଇଁ ପ୍ରସ୍ତୁତି ଚାଲିଛି। ଏହି ଡ୍ରାମାର ଚକ୍ର ଏବେ ପୂର୍ଣ୍ଣ ହେଉଛି। ପୁରୁଣା ଦୁନିଆ ଶେଷ ହେଉଛି, ନୂଆ ଦୁନିଆର ସ୍ଥାପନା ହେଉଛି। ନୂଆ ଦୁନିଆରୁ ପୁରୁଣା, ପୁରୁଣାରୁ ନୂଆ ଦୁନିଆ ପୁଣି ହେବ। ଏହାକୁ ଦୁନିଆର ଚକ୍ର କୁହାଯାଇଛି, ଯାହାର ପୁଣି ପୁନରାବୃତ୍ତି ହେଉଛି। ଏପରି ନୁହେଁ ଲକ୍ଷ ଲକ୍ଷ ବର୍ଷ ପରେ ପୁରୁଣା ଦୁନିଆ ନୂଆ ହେବ। ତୁମେ ପିଲାମାନେ ଭଲ ଭାବରେ ଜାଣିଯାଇଛ, ଭକ୍ତି ସମ୍ପୂର୍ଣ୍ଣ ଅଲଗା ଅଟେ। ଭକ୍ତିର ସଂଯୋଗ ରାବଣ ସାଥିରେ ରହିଛି, ଜ୍ଞାନର ସଂଯୋଗ ରାମଙ୍କ ସାଥିରେ ଅଛି। ଏହି କଥା ତୁମେ ଏବେ ବୁଝିପାରିଛ। ଏବେ ବାବାଙ୍କୁ ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ, ଆସ, ଆସି ନୂଆ ଦୁନିଆ ସ୍ଥାପନ କର। ନୂଆ ଦୁନିଆରେ ନିଶ୍ଚିତ ରୂପେ ସୁଖ ମିଳିଥାଏ। ଏବେ ସବୁ ପିଲାମାନେ ଜାଣିଗଲେଣି ଯେ ଏବେ ଆମେ ଘରକୁ ଯିବା। ଏହି ନାଟକ ଶେଷ ହେବାକୁ ଯାଉଛି। ଆମେ ପୁନର୍ବାର ସତ୍ୟଯୁଗକୁ ଯିବା, ପୁଣି 84 ଜନ୍ମର ଚକ୍ରରେ ଆସିବା। ବା ନିଜେ ଆତ୍ମାକୁ ସୃଷ୍ଟିଚକ୍ରର ଦର୍ଶନ ହୋଇଥାଏ, ଅର୍ଥାତ୍ ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳିଥାଏ। ତେଣୁ ତାକୁ ତ୍ରିନେତ୍ରୀ କୁହାଯାଏ। ଏବେ ତୁମେମାନେ ତ୍ରିନେତ୍ରୀ ଅଟ ଏବଂ ଆଉ ସବୁ ମନୁଷ୍ୟଙ୍କର କେବଳ ଏହି ସ୍ଥୂଳ ଚକ୍ଷୁ ଅଛି। ଜ୍ଞାନର ନେତ୍ର କାହାର ନାହିଁ। ତ୍ରିନେତ୍ରୀ ହେଲେ ତେବେ ଯାଇ ତ୍ରିକାଳଦର୍ଶୀ ହୋଇପାରିବ। କାହିଁକି ନା ଆତ୍ମାକୁ ଜ୍ଞାନ ମିଳିଥାଏ। ଆତ୍ମା ହିଁ ଗୋଟିଏ ଶରୀର ଛାଡ଼ି ଆଉ ଏକ ଶରୀର ନେଇଥାଏ। ସଂସ୍କାର ଆତ୍ମାରେ ରହିଥାଏ। ଆତ୍ମା ଅବିନାଶୀ ଅଟେ। ଏବେ ବାବା କହୁଛନ୍ତି, ନାମ ରୂପଠାରୁ ଦୂରେଇ ରୁହ। ନିଜକୁ ଅଶରୀରୀ ଆତ୍ମା ଭାବ, ଦେହ ଭାବ ନାହିଁ। ଏହା ମଧ୍ୟ ଜାଣୁଛ ଯେ ଆମେ ଅଧା କଳ୍ପରୁ ପରମାତ୍ମାକୁ ମନେ ପକାଇ ଆସିଛେ। ଏଠି ଯେତେବେଳେ ବେଶୀ ଦୁଃଖ ହୋଇଥାଏ ସେତେବେଳେ ବେଶୀ ମନେ ପକାଇଥାନ୍ତି। ଏବେ କେତେ ଦୁଃଖ! ପୂର୍ବେ ଏତେ ଦୁଃଖ ନଥିଲା।
ଯେବେଠାରୁ ଇଂରେଜ ଆସିଲେ ସେହି ଦିନଠାରୁ ଏହି ରାଜାମାନେ ମଧ୍ୟ ପରସ୍ପର ମଧ୍ୟରେ ଲଢ଼େଇ କଲେ, ଅଲଗା ଅଲଗା ହୋଇଗଲେ। ସତ୍ୟଯୁଗରେ ତ ଗୋଟିଏ ରାଜ୍ୟ ଥିଲା। ଏବେ ସତ୍ୟଯୁଗଠାରୁ କଳିଯୁଗର ଶେଷ ପର୍ଯ୍ୟନ୍ତ ଇତିହାସ ଭୂଗୋଳକୁ ବୁଝୁଛେ। ସତ୍ୟଯୁଗ ତ୍ରେତାୟରେ ଏକ ରାଜ୍ୟ ଥିଲା। ଏପରି ଗୋଟିଏ ରାଜଧାନୀ ଅନ୍ୟ କୌଣସି ଧର୍ମର ହୋଇନଥାଏ। ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଦେଖ ଭାଗ ଭାଗ ହୋଇଯାଇଛନ୍ତି। ସତ୍ୟଯୁଗରେ ତ ସମଗ୍ର ବିଶ୍ୱ ଜଣକ ହାତରେ ରହିଥାଏ। ତାହା କେବଳ ସତ୍ୟଯୁଗ ତ୍ରେତୟାରେ ହିଁ ହୋଇଥାଏ। ଏହି ବେହଦର ଇତିହାସ ଭୂଗୋଳ ଏବେ ତୁମ ବୁଦ୍ଧିରେ ଅଛି। ଆଉ କୌଣସି ସତ୍ସଙ୍ଗରେ ଇତିହାସ ଭୂଗୋଳ କଥା ଶୁଣାଯାଇ ନଥାଏ। ସେଠି ତ ରାମାୟଣ ମହାଭାରତ ଆଦି ଶୁଣିଥାନ୍ତି। ଏଠାରେ ସେ କଥା ଶୁଣାଯାଉ ନାହିଁ। ଏଠାରେ ବିଶ୍ୱର ଇତିହାସ ଭୂଗୋଳ ବିଷୟରେ ଜ୍ଞାନ ଦିଆଯାଉଛି। ତୁମର ବୁଦ୍ଧିରେ ଅଛି ଯେ ଉଚ୍ଚରୁ ଉଚ୍ଚ ଆମର ବାବା ଅଟନ୍ତି। ବାବାଙ୍କୁ ଅନ୍ତରରୁ ଧନ୍ୟବାଦ, ଯିଏ ଆମକୁ ସମ୍ପୂର୍ଣ୍ଣ ଜ୍ଞାନ ଶୁଣାଇଲେ। ଗୋଟିଏ ହେଲା ଆତ୍ମାମାନଙ୍କର ବୃକ୍ଷ, ଅନ୍ୟଟି ହେଲା ମନୁଷ୍ୟମାନଙ୍କର ବୃକ୍ଷ। ମନୁଷ୍ୟମାନଙ୍କ ବୃକ୍ଷର ଉପରେ କିଏ ଅଛନ୍ତି? ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ବ୍ରହ୍ମାକୁ ହିଁ କହିବେ। ଏହା ଜାଣିଥାନ୍ତି ଯେ ବ୍ରହ୍ମା ମୁଖ୍ୟ ଅଟନ୍ତି, କିନ୍ତୁ ତାଙ୍କର ଇତିହାସ ଭୂଗୋଳକୁ ଅର୍ଥାତ୍ ଜୀବନ କାହାଣୀକୁ କେହି ଜାଣିନାହାନ୍ତି। ଏବେ ତୁମ ବୁଦ୍ଧିରେ ଅଛି। ଉଚ୍ଚରୁ ଉଚ୍ଚ ପିତା ପରମଧାମ ନିବାସୀ। ପୁଣି ସୂକ୍ଷ୍ମ ବତନର କଥା ମଧ୍ୟ ତୁମକୁ ଜଣାଅଛି। ମନୁଷ୍ୟ ହିଁ ଫରିସ୍ତା ହୋଇଥାନ୍ତି, ତେଣୁ ସୂକ୍ଷ୍ମ ବତନ ଦର୍ଶାଯାଇଛି। ତୁମେ ଆତ୍ମାମାନେ ହିଁ ଯାଇଥାଅ, ଶରୀର ତ ସୂକ୍ଷ୍ମ ବତନକୁ ଯିବ ନାହିଁ। ଆତ୍ମା କିପରି ଯାଇଥାଏ? ଯେଉଁ ମାଧ୍ୟମରେ ଅନୁଭବ କରାଯାଏ, ତାକୁ କୁହାଯାଏ ତୃତୀୟ ନେତ୍ର, ଦିବ୍ୟ ଦୃଷ୍ଟି ଅଥବା ଧ୍ୟାନ। ତୁମେ ଧ୍ୟାନରେ ବ୍ରହ୍ମା ବିଷ୍ଣୁ ଶଙ୍କରକୁ ଦେଖିଥାଅ। ମନୁଷ୍ୟ ଦେଖାଇଥାନ୍ତି ଯେ ଶଙ୍କରଙ୍କର ଆଖି ଖୋଲିଲେ ବିନାଶ ହୋଇଥାଏ। ଏବେ ଏଥିରୁ କେହି ବୁଝିପାରିବେ ନାହିଁ। ଏବେ ତୁମେ ଜାଣୁଛ ଯେ ବିନାଶ ତ ଡ୍ରାମାନୁସାରେ ହିଁ ହେବ। ପରସ୍ପର ମଧ୍ୟରେ ଲଢ଼େଇ କରି ବିନାଶ ହୋଇଯିବେ। ବାକି ଶଙ୍କର କ'ଣ କରିଥାନ୍ତି? ଡ୍ରାମାନୁସାରେ ଏହି ନାମ ରଖିଦେଇଛନ୍ତି। ତେଣୁ ବୁଝାଇବାକୁ ପଡ଼ିଥାଏ ଯେ ବ୍ରହ୍ମା ବିଷ୍ଣୁ ଶଙ୍କର ତିନି ଜଣ ଅଟନ୍ତି। ସ୍ଥାପନା ପାଇଁ ବ୍ରହ୍ମାକୁ ରଖାଯାଇଛି, ପାଳନା ପାଇଁ ବିଷ୍ଣୁଙ୍କୁ, ବିନାଶ ପାଇଁ ଶଙ୍କରଙ୍କୁ ରଖିଦିଆଯାଇଛି। ବାସ୍ତବରେ ଏହା ପୂର୍ବ ପ୍ରସ୍ତୁତ ଅନାଦି ଡ୍ରାମା ଅଟେ। ଶଙ୍କରଙ୍କର ପାର୍ଟ କିଛି ବି ନାହିଁ। ବ୍ରହ୍ମା ଏବଂ ବିଷ୍ଣୁଙ୍କର ପାର୍ଟ ତ ସାରା କଳ୍ପରେ ଅଛି। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି। ବ୍ରହ୍ମାଙ୍କର 84 ଜନ୍ମ ପୂର୍ଣ୍ଣ ହୋଇଛି ତ ବିଷ୍ଣୁଙ୍କର ମଧ୍ୟ ପୂର୍ଣ୍ଣ ହୋଇଛି। ଶଙ୍କର ତ ଜନ୍ମ ମରଣଠାରୁ ଭିନ୍ନ ଅଟନ୍ତି। ଏଣୁ ଶିବ ଓ ଶଙ୍କରଙ୍କୁ ମିଶାଇ ଦେଇଛନ୍ତି। ବାସ୍ତବରେ ଶିବ ବାବାଙ୍କର ତ ବହୁତ ପାଠ ରହିଛି। ସେ ଆତ୍ମାମାନଙ୍କୁ ପାଠ ପଢ଼ାଇଥାନ୍ତି। ଭଗବାନଙ୍କୁ କୁହାଯାଉଛି ଜ୍ଞାନର ସାଗର। ଯଦି ସେ ପ୍ରେରଣାରେ କାର୍ଯ୍ୟ କରିଥାନ୍ତେ, ତେବେ ସୃଷ୍ଟିଚକ୍ରର ଜ୍ଞାନ କିପରି ଦେଇଥାନ୍ତେ? ତେଣୁ ବାବା କହୁଛନ୍ତି, ପିଲାମାନେ, ପ୍ରେରଣା ତ କୌଣସି କଥା ନାହିଁ। ବାବାଙ୍କୁ ତ ଆସିବାକୁ ପଡ଼ିଥାଏ। ବାବା କହୁଛନ୍ତି, ପିଲାମାନେ, ମୋ ପାଖରେ ସୃଷ୍ଟିଚକ୍ରର ଜ୍ଞାନ ରହିଛି। ମୋତେ ଏହି ପାଠ ମିଳିଛି। ଏଣୁ ମୋତେ ହିଁ ଜ୍ଞାନର ସାଗର, ନଲେଜ ଫୁଲ୍ କହିଥାନ୍ତି। ନଲେଜ ଅର୍ଥାତ୍ ଜ୍ଞାନ କାହାକୁ କୁହାଯାଏ, ତାହା ତ ଯେବେ ମିଳିବ ତେବେ ଜଣାପଡ଼ିବ। ଯଦି ଜ୍ଞାନ ମିଳିନାହିଁ, ତେବେ ଅର୍ଥ କିପରି ଜଣାପଡ଼ିବ? ଆଗେ ତୁମେ ମଧ୍ୟ କହୁଥିଲ ଈଶ୍ୱର ପ୍ରେରଣା ଦେଇଥାନ୍ତି। ସେ ସବୁ କିଛି ଜାଣିଛନ୍ତି। ଆମେ ଯେଉଁ ପାପ କରୁଛୁ ଈଶ୍ୱର ଦେଖୁଛନ୍ତି। ବାବା କହୁଛନ୍ତି, ଏହି ଧନ୍ଦା ମୁଁ କରିନଥାଏ। ଏମାନେ ତ ଯେପରି କର୍ମ କରିଥାନ୍ତି, ତାହାର ଦଣ୍ଡ ନିଜେ ହିଁ ଭୋଗିଥାନ୍ତି। ମୁଁ କାହାକୁ ଦଣ୍ଡ ଦେଇନଥାଏ, ନା କୌଣସି ପ୍ରେରଣା ଦ୍ୱାରା ଦଣ୍ଡ ଦେବି। ଯଦି ମୁଁ ପ୍ରେରଣା ଦ୍ୱାରା କରିବି, ତେବେ ତାର ଅର୍ଥ ମୁଁ ହିଁ ଦଣ୍ଡ ଦେଉଛି। କାହାକୁ ଯଦି ମାରିବା ପାଇଁ କହିବ, ତେବେ ଏହା ମଧ୍ୟ ଦୋଷ ଅଟେ। କହିଲା ବାଲାର ମଧ୍ୟ ଦୋଷ ହେବ। ଯଦି ଶଙ୍କର ପ୍ରେରଣା ଦେବେ, ତେବେ ସେ ମଧ୍ୟ ଦୋଷୀ ହେବେ। ବାବା କହୁଛନ୍ତି, ମୁଁ ତ ତୁମ ପିଲାମାନଙ୍କୁ ସୁଖ ଦେଉଛି। ତୁମେ ମୋର ମହିମା କରିଥାଅ।
ବାବା ଆସି ଦୁଃଖ ହରଣ କର। ମୁଁ କ'ଣ ଦୁଃଖ ଦେଉଛି? ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ, ତେଣୁ କେତେ ଖୁସି ହେବା ଦରକାର। ଏଠାରେ ପ୍ରତ୍ୟକ୍ଷତାର ଆଭାସ ଆସିଥାଏ। ବାବା ଆମକୁ ପଢ଼ାଉଛନ୍ତି। ଏହାକୁ ମେଳା କୁହାଯାଉଛି। ସେବା ସ୍ଥାନକୁ ତୁମେ ଯାଉଛ, ସେଠାରେ କୌଣସି ଆତ୍ମା ପରମାତ୍ମାଙ୍କର ମିଳନ ହେଉଛି ବୋଲି କହିପାରିବ ନାହିଁ। ଆତ୍ମା ପରମାତ୍ମାଙ୍କର ମେଳା ଏଠାରେ ଅର୍ଥାତ୍ ମଧୁବନରେ ଲାଗିଥାଏ। ଏହା ମଧ୍ୟ ତୁମେ ଜାଣୁଛ ଯେ ଏବେ ମେଳା ଲାଗିଛି। ବାବା ପିଲାମାନଙ୍କ ଗହଣରେ ଆସିଛନ୍ତି। ଆତ୍ମାମାନେ ସବୁ ଏଠାରେ ଅଛନ୍ତି। ଆତ୍ମା ହିଁ ମନେ ପକାଉଛି ଯେ ବାବା ଆସିଛନ୍ତି। ଏହା ସବୁଠାରୁ ଶ୍ରେଷ୍ଠ ମେଳା ଅଟେ। ବାବା ଆସି ସବୁ ଆତ୍ମାମାନଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରୁଛନ୍ତି। ଏହି ମିଳନ ମେଳା କେତେ ସୁଖଦାୟୀ, ଯାହାଦ୍ୱାରା ମନୁଷ୍ୟ ପାରସ ବୁଦ୍ଧି ହୋଇଥାନ୍ତି। ସେ ମେଳାମାନଙ୍କରେ ତ ମନୁଷ୍ୟ ମଇଳା ହୋଇଯାଇଥାନ୍ତି, ପଇସା ବର୍ବାଦ କରିଥାନ୍ତି, କିନ୍ତୁ କିଛି ମିଳିନଥାଏ। ତାକୁ ମାୟାବୀ ଆସୁରୀ ମେଳା କୁହାଯିବ। ଏହା ହେଉଛି ଈଶ୍ୱରୀୟ ମେଳା। ରାତି ଦିନର ପାର୍ଥକ୍ୟ ରହିଛି। ତୁମେ ମଧ୍ୟ ଆସୁରୀ ମେଳାରେ ଥିଲ, ବର୍ତ୍ତମାନ ଅଛ ଈଶ୍ୱରୀୟ ମେଳାରେ। ତୁମେ ହିଁ ଜାଣୁଛ ବାବା ଆସିଛନ୍ତି। ଯଦି ସମସ୍ତେ ଜାଣିଯିବେ, ତେବେ ଜଣା ନାହିଁ କେତେ ଭିଡ଼ ହୋଇଯିବ। ଏତେ ଘର ରହିବା ପାଇଁ କେଉଁଠୁ ଆଣିବି? ଶେଷ ସମୟରେ ଗାୟନ କରିଥାନ୍ତି ନା, ହେ ପ୍ରଭୁ ତୁମର ଲୀଳା। କେଉଁ ଲୀଳା? ସୃଷ୍ଟି ପରିବର୍ତ୍ତନର ଲୀଳା। ଏହା ସବୁଠାରୁ ବଡ଼ ଲୀଳା ଅଟେ। ପୁରୁଣା ଦୁନିଆ ଶେଷ ହେବା ପୂର୍ବରୁ ନୂଆ ଦୁନିଆର ସ୍ଥାପନା ହୋଇଥାଏ। ଏଣୁ ସବୁବେଳେ ଯାହାକୁ ବି ବୁଝାଅ, ପ୍ରଥମେ ସ୍ଥାପନା, ବିନାଶ, ପୁଣି ପାଳନା, ଏହି କ୍ରମରେ କହିବାକୁ ହେବ। ଯେବେ ସ୍ଥାପନା ଶେଷ ହୋଇଯିବ, ତେବେ ପୁଣି ବିନାଶ ଆରମ୍ଭ ହୋଇଯିବ, ପୁଣି ପାଳନା ହେବ। ତେଣୁ ତୁମ ପିଲାମାନଙ୍କୁ ଏହି ଖୁସି ରହୁଛି ଯେ ଆମେ ସୁଦର୍ଶନ ଚକ୍ରଧାରୀ ବ୍ରାହ୍ମଣ ଅଟୁ, ପୁଣି ଆମେ ଚକ୍ରବର୍ତ୍ତୀ ରାଜା ହେଉଛୁ। ଏହା କାହାକୁ ଜଣା ନାହିଁ ଏହି ଦେବତାମାନଙ୍କର ରାଜ୍ୟ କେଉଁଆଡ଼େ ଗଲା। ଚିହ୍ନ ବର୍ଣ୍ଣ ହଜିଗଲାଣି। ଦେବତା ବଦଳରେ ନିଜକୁ ହିନ୍ଦୁ କହିଦେଉଛନ୍ତି। ଯେଉଁମାନେ ହିନ୍ଦୁ ସ୍ଥାନରେ ରହୁଛନ୍ତି, ସେମାନଙ୍କୁ ହିନ୍ଦୁ କହୁଛନ୍ତି। ଲକ୍ଷ୍ମୀ ନାରାୟଣଙ୍କୁ ତ ଏପରି କେବେ କହିବେ ନାହିଁ। ତାଙ୍କୁ ତ ଦେବତା କୁହାଯାଏ। ଏବେ ଏହି ମେଳାକୁ ଡ୍ରାମାନୁସାରେ ତୁମେ ଆସିଛ। ଏହା ଡ୍ରାମାରେ ନିର୍ଦ୍ଧାରିତ ରହିଛି। ଧୀରେ ଧୀରେ ତୁମର ସଂଖ୍ୟା ବଢ଼ି ଚାଲିବ। ତୁମର ଯାହା କିଛି ପାଠ ଚାଲୁଛି, ପୁଣି କଳ୍ପ ପରେ ଚାଲିବ। ଏହି ଚକ୍ରର ପୁନରାବୃତ୍ତି ହୋଇଥାଏ। ପୁନଃ ରାବଣ ରାଜ୍ୟରେ ଆସୁରୀ ପାଳନା ହେବ। ତୁମେ ଏବେ ଈଶ୍ୱରୀୟ ସନ୍ତାନ ଅଟ, ପୁଣି ଦୈବୀ ସନ୍ତାନ ହେବ, ପୁଣି କ୍ଷତ୍ରିୟ ହେବ। ତୁମେ ଯେଉଁ ଅପବିତ୍ର ପ୍ରବୃତ୍ତି ମାର୍ଗୀ ହୋଇଯାଇଥିଲ, ଏବେ ପୁଣି ପବିତ୍ର ପ୍ରବୃତ୍ତି ମାର୍ଗୀ ହେଉଛ। ଏହି ଦୈବୀ ଗୁଣଧାରୀମାନେ ମଧ୍ୟ ମନୁଷ୍ୟ ଅଟନ୍ତି, ବାକି ସେମାନଙ୍କୁ ଏତେ ଭୁଜା ଆଦି ଦେଇଛନ୍ତି। ବିଷ୍ଣୁ କିଏ, ଏହା କେହି ମଧ୍ୟ କହିପାରିବେ ନାହିଁ। ମହାଲକ୍ଷ୍ମୀଙ୍କର ମଧ୍ୟ ପୂଜା କରନ୍ତି। ଜଗଦମ୍ବାଙ୍କ ଠାରୁ କେବେ ଧନ ମାଗିନଥାନ୍ତି। ଯଦି ଧନ ବେଶୀ ମିଳିଗଲା, କହିବେ ଲକ୍ଷ୍ମୀଙ୍କର ପୂଜା କରିଥିଲୁ, ତେଣୁ ସେ ଭଣ୍ଡାର ଭରିଦେଲେ। ଏଠି ତ ତୁମେ ଜଗଦମ୍ବାଙ୍କ ଠାରୁ ସବୁ କିଛି ପାଉଛ। ପରମ ପିତା ପରମାତ୍ମା ଶିବଙ୍କ ଦ୍ୱାରା ଦାତା ତ ସେ ହିଁ ଅଟନ୍ତି। ତୁମେ ପିଲାମାନେ ବାପ ଦାଦାଙ୍କ ଠାରୁ ମଧ୍ୟ ଭାଗ୍ୟବାନ ଅଟ। ଦେଖ, ଜଗତ ଅମ୍ବାଙ୍କର କେତେ ମେଳା ଲାଗୁଛି, ବ୍ରହ୍ମାଙ୍କର ଏତେ ନୁହେଁ। ବ୍ରହ୍ମାକୁ ତ ଗୋଟିଏ ଜାଗାରେ ବସାଇ ଦେଇଛନ୍ତି। ଆଜମେରରେ ବଡ଼ ମନ୍ଦିର ରହିଛି। ଦେବୀମାନଙ୍କର ମନ୍ଦିର ବହୁତ ରହିଛି। କାହିଁକି ନା ଏହି ସମୟରେ ତୁମର ବହୁତ ମହିମା ରହିଛି। ତୁମେ ଭାରତର ସେବା କରୁଛ, ପୂଜା ମଧ୍ୟ ତୁମର ବେଶୀ ହେଉଛି। ତୁମେ ଭାଗ୍ୟବାନ ଅଟ। ଜଗତ ଅମ୍ବାଙ୍କ ପାଇଁ ଏପରି କେବେ କହିବେ ନାହିଁ କି ସେ ସର୍ବବ୍ୟାପୀ ଅଟନ୍ତି। ତୁମର ମହିମା ହୋଇ ଚାଲିଛି। ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ସର୍ବବ୍ୟାପୀ କୁହନ୍ତି ନାହିଁ। ମୋତେ କହିଦେଇଥାନ୍ତି କୋଣ କୋଣରେ ଅଛନ୍ତି। କେତେ ଗ୍ଲାନି କରିଛନ୍ତି। ତୁମର ମୁଁ କେତେ ମହିମା ବୃଦ୍ଧି କରାଉଛି। ଭାରତ ମାତାଙ୍କର ଜୟ କହିଥାନ୍ତି ନା। ଭାରତ ମାତା ତ ତୁମେମାନେ ଅଟ ନା। ଧରଣୀ ମା ନୁହେଁ,
ଧରଣୀ ଆଦି ସବୁ ତମଃ ପ୍ରଧାନ ହୋଇଯାଇଛି। ସତ୍ୟ ଯୁଗରେ ସତ ପ୍ରଧାନ ହୋଇଥାଏ। ସେଥିପାଇଁ କହିଥାନ୍ତି ଦେବତାମାନଙ୍କର ପାଦ ପତିତ ଦୁନିଆରେ ପଡ଼ିନଥାଏ। ଯେବେ ଶତପ୍ରଧାନ ଧରଣୀ ହୋଇଥାଏ ତେବେ ଆସିଥାନ୍ତି। ଏବେ ତୁମକୁ ଶତପ୍ରଧାନ ହେବାକୁ ପଡ଼ିବ। ଶ୍ରୀମତ ଆଧାରରେ ପରିଚାଳିତ ହୋଇ ବାବାଙ୍କୁ ମନେ ପକାଇଲେ ଉଚ୍ଚପଦ ପାଇବ। ଏହି ଚିନ୍ତନ କରିବାକୁ ହେବ। ବାବାଙ୍କ ସ୍ମୃତି ଦ୍ୱାରା ବିକର୍ମ ବିନାଶ ହେବ। ଶ୍ରୀମତ ମିଳି ଚାଲିଛି। ସତ୍ୟ ଯୁଗରେ ତ ତୁମର ଆତ୍ମା ପବିତ୍ର ଶୁଦ୍ଧ ସୁନା ସମାନ ହୋଇଯାଇଥାଏ। ତେବେ ଶରୀର ମଧ୍ୟ ପବିତ୍ର ସୁନା ଭଳି ମିଳିଥାଏ। ପୁଣି ସୁନାରେ ଖାଦ ପଡ଼ିଗଲେ ଗହଣା ମଧ୍ୟ ସେହିପରି ହୋଇଥାଏ। ଆତ୍ମା ମିଥ୍ୟା ତ ଶରୀର ମଧ୍ୟ ମିଥ୍ୟା ଅଟେ। ଖାଦ ପଡ଼ିବା ଦ୍ୱାରା ସୁନାର ମୂଲ୍ୟ ମଧ୍ୟ କମ୍ ହୋଇଯାଇଥାଏ। ତୁମର ମୂଲ୍ୟ ଏବେ କିଛି ବି ନୁହେଁ। ପୂର୍ବେ ତୁମେ ବିଶ୍ୱର ମାଲିକ 24 କ୍ୟାରେକ୍ଟର ଥିଲ। ବର୍ତ୍ତମାନ 9 କ୍ୟାରେକ୍ଟ କହିବା। ଏହି ବାବା ପିଲାମାନଙ୍କ ସହିତ ରୁହରିହାନ ବା ବାର୍ତ୍ତାଳାପ କରୁଛନ୍ତି। ପିଲାମାନଙ୍କୁ ଉତ୍ସାହିତ କରାଉଛନ୍ତି। ଯାହା ତୁମେ ଶୁଣି ଶୁଣି ପରିବର୍ତ୍ତନ ହୋଇଯାଉଛ। ମନୁଷ୍ୟରୁ ଦେବତା ହୋଇଯାଉଛ। ସେଠି ହୀରା ନୀଳାର ମହଲ ହେବ। ସ୍ୱର୍ଗରେ ପୁଣି କ'ଣ ନ ରହିବ। ସେଠିକାର ସୁବିରସ ଆଦି ତୁମେ ପାନ କରି ଆସିଥାଅ। ସେଠାକାର ଫଳ ମଧ୍ୟ ବହୁତ ବଡ଼ ବଡ଼ ହୋଇଥାଏ। ଏଠି ତ ସେଭଳି ଫଳ ମିଳିପାରିବ ନାହିଁ। ସୂକ୍ଷ୍ମ ବତନରେ ତ କିଛି ନଥାଏ। ଏବେ ତୁମେ ସତକୁ ସତ ସତ୍ୟ ଯୁଗକୁ ଯାଉଛ। ଏହା ହେଉଛି ଆତ୍ମା ଏବଂ ପରମାତ୍ମାଙ୍କର ମେଳା। ଏହାଦ୍ୱାରା ତୁମେ ଉଜ୍ଜଳ ହେଉଛ। ତୁମେ ପିଲାମାନେ ଯେତେବେଳେ ଏଠାକୁ ବା ମଧୁବନ ଆସୁଛ ସେତେବେଳେ ମୁକ୍ତ ଅଟ। ଘରଦ୍ୱାର ଧନ୍ଦା ଆଦିର କୌଣସି ଚିନ୍ତା ନଥାଏ। ତେଣୁ ଏଠି ତୁମକୁ ଯୋଗର ଯାତ୍ରାରେ ରହିବା ପାଇଁ ମଉକା ମିଳୁଛି। ସେଠି ତ ଘରଦ୍ୱାର ଆଦି ମନେ ପଡ଼ୁଥିବ। ଏଠି ତ କିଛି ନାହିଁ। ରାତି 2ଟା ବେଳେ ଉଠିକରି ଏଠାରେ ବସିଯାଅ। ସେବା କେନ୍ଦ୍ରକୁ ତ ରାତିରେ ତୁମେ ଯାଇପାରିବ ନାହିଁ। ଏଠି ତ ସହଜ ଅଟେ। ଶିବ ବାବାଙ୍କର ସ୍ମୃତିରେ ଆସି ବସ। ଆଉ କେହି ମନେ ନ ପଡ଼ନ୍ତୁ। ଏଠି ତୁମକୁ ସହଯୋଗ ମଧ୍ୟ ମିଳିଥାଏ। ଜଲ୍ଦି ଶୋଇଯାଅ, ପୁଣି ଜଲ୍ଦି ଉଠିଯାଅ। 3ଟାରୁ 5ଟା ପର୍ଯ୍ୟନ୍ତ ଆସି ବସ। ବାବା ମଧ୍ୟ ଆସିଯିବେ। ପିଲାମାନେ ଖୁସି ହେବେ। ବାବା ହେଲେ ଯୋଗ ଶିକ୍ଷାଦାତା ଶିକ୍ଷକ। ଇଏ ବ୍ରହ୍ମା ମଧ୍ୟ ଛାତ୍ର ଅଟନ୍ତି। ଉଭୟ ବାବା ଏବଂ ଦାଦା ଆସିଯିବେ। ତୁମକୁ ଏଠାରେ ଯୋଗ କରିବା ଏବଂ ନିଜ ସ୍ଥାନରେ ଯୋଗ କରିବାର ଫରକ ମଧ୍ୟ ଜଣାପଡ଼ିବ। ଏଠି କିଛି ବି ମନେ ପଡ଼ିନଥାଏ। ଏଥିରେ ବହୁତ ଫାଇଦା ଅଛି। ବାବା ଉପଦେଶ ଦେଇଥାନ୍ତି ଯେ ଏଠାରେ ବହୁତ ଭଲ ଯୋଗ ହୋଇପାରିବ। ଏବେ ଦେଖିବା ପିଲାମାନେ ଉଠି ପାରୁଛନ୍ତି କି ନାହିଁ। କେତେକଙ୍କର ସକାଳେ ଉଠିବାର ଅଭ୍ୟାସ ଅଛି। ତୁମର ସନ୍ନ୍ୟାସ ହେଉଛି 5 ବିକାରର ଏବଂ ବୈରାଗ୍ୟ ସମଗ୍ର ପୁରୁଣା ଦୁନିଆରୁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବର୍ତ୍ତମାନ ସୃଷ୍ଟି ପରିବର୍ତ୍ତନର ଲୀଳା ଚାଲିଛି। ସେଥିପାଇଁ ନିଜକୁ ପରିବର୍ତ୍ତନ କରିବାକୁ ହେବ। କ୍ଷୀରକଣ୍ଡ ହୋଇ ରହିବାକୁ ହେବ। 2 ନମ୍ବର। ସକାଳୁ ସକାଳୁ ଉଠି ଏକମାତ୍ର ବାବାଙ୍କ ସ୍ମୃତିରେ ବସିବାକୁ ହେବ। ସେହି ସମୟରେ ଅନ୍ୟ କେହି ବି ମନେ ନ ପଡ଼ିବା ଉଚିତ ନୁହେଁ। ମନେ ପଡ଼ିବା ଉଚିତ ନୁହେଁ। ପୁରୁଣା ଦୁନିଆରୁ ବେହଦର ବୈରାଗୀ ହୋଇ 5 ବିକାର ଠାରୁ ସନ୍ନ୍ୟାସ କରିବାକୁ ହେବ। ବରଦାନ। ବେହଦର ସ୍ଥିତିରେ ସ୍ଥିତ ରହି ସେବାର ଆକର୍ଷଣ ଠାରୁ ନ୍ୟାରା ଏବଂ ପ୍ୟାରା ବିଶ୍ୱ କଲ୍ୟାଣକାରୀ ଭବ। ବେହଦର ସ୍ଥିତିରେ ସ୍ଥିତ ରହି ସେବାର ଆକର୍ଷଣ ଠାରୁ ନ୍ୟାରା ଏବଂ ପ୍ୟାରା ବିଶ୍ୱ କଲ୍ୟାଣକାରୀ ଭବ। ଡିଟେଲ୍ସ। ବିଶ୍ୱ ସେବାଧାରୀ ଅର୍ଥାତ୍ ବେହଦର ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମା।
ଏହିଭଳି ସେବାଧାରୀ ସେବା କରୁଥିଲେ ମଧ୍ୟ ସବୁଥିରୁ ନିଆରା ଏବଂ ସର୍ବଦା ବାବାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ ହୋଇ ରହିଥାନ୍ତି। ସେବାର ଆକର୍ଷଣରେ ଆସନ୍ତି ନାହିଁ, କାହିଁକିନା ସେବାର ଆକର୍ଷଣ ମଧ୍ୟ ସୁନାର ଜଞ୍ଜିର ଅଟେ। ଏହି ବନ୍ଧନ ମଧ୍ୟ ବେହଦରୁ ହଦକୁ ଅର୍ଥାତ୍ ବିଶ୍ୱ ସେବାରୁ ସୀମିତ ସେବାକୁ ନେଇ ଆସିଥାଏ। ସେଥିପାଇଁ ଦେହର ସ୍ମୃତିଠାରୁ, ଈଶ୍ୱରୀୟ ସମ୍ବନ୍ଧଠାରୁ, ସେବାର ସାଧନଗୁଡ଼ିକର ଆକର୍ଷଣଠାରୁ ନିଆରା ଏବଂ ବାବାଙ୍କର ପ୍ୟାରା ହୁଅ। ତାହା ହେଲେ ବିଶ୍ୱ ସେବାଧାରୀର ବରଦାନ ପ୍ରାପ୍ତ ହୋଇଯିବ ଏବଂ ସର୍ବଦା ସଫଳତା ମିଳିବାକୁ ଲାଗିବ। ସ୍ଲୋଗାନ: ଯଦି ବ୍ୟର୍ଥ ସଂକଳ୍ପଗୁଡ଼ିକୁ ଗୋଟିଏ ସେକେଣ୍ଡ ଭିତରେ ବନ୍ଦ କରିବାର ଅଭ୍ୟାସ କରିବ, ତେବେ ଶକ୍ତିଶାଳୀ ହୋଇଯିବ। ଯଦି ବ୍ୟର୍ଥ ସଂକଳ୍ପଗୁଡ଼ିକୁ ଗୋଟିଏ ସେକେଣ୍ଡ ଭିତରେ ବନ୍ଦ କରିବାର ଅଭ୍ୟାସ କରିବ, ତେବେ ଶକ୍ତିଶାଳୀ ହୋଇଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ତୁମ ସମସ୍ତଙ୍କର ପ୍ରଥମ ପ୍ରବୃତ୍ତି ହେଲା ନିଜର ଦେହର ପ୍ରବୃତ୍ତି ଅର୍ଥାତ୍ ପାଳନ କରିବା। ତାପରେ ହେଲା ଦେହର ସମ୍ବନ୍ଧର ପ୍ରବୃତ୍ତି। ତେଣୁ ପ୍ରଥମ ପ୍ରବୃତ୍ତି ହେଲା ଦେହର ପ୍ରତ୍ୟେକ କର୍ମେନ୍ଦ୍ରିୟଗୁଡ଼ିକୁ ପବିତ୍ର କରିବା। ଯେତେ ଦିନ ପର୍ଯ୍ୟନ୍ତ ଦେହର ପ୍ରବୃତ୍ତିକୁ ପବିତ୍ର କରିନାହଁ, ସେତେ ଦିନ ପର୍ଯ୍ୟନ୍ତ ଦେହର ସମ୍ବନ୍ଧଗୁଡ଼ିକର ପ୍ରବୃତ୍ତି ଚାହେ ହଦର ଅର୍ଥାତ୍ ଲୌକିକ ହେଉ ବା ବେହଦର ଅର୍ଥାତ୍ ସେବାର୍ଥ ହେଉ, ତାକୁ ମଧ୍ୟ ପବିତ୍ର କରିପାରିବ ନାହିଁ। ତେଣୁ ପ୍ରଥମେ ନିଜେ ନିଜକୁ ପଚାର ଯେ ନିଜର ଶରୀର ରୂପୀ ଘରକୁ ଅର୍ଥାତ୍ ସଂକଳ୍ପକୁ, ବୁଦ୍ଧିକୁ, ନୟନକୁ ଏବଂ ମୁଖକୁ ଆତ୍ମ ଅଭିମାନୀ ଅର୍ଥାତ୍ ପବିତ୍ର କରିଛି ତ? ଏହିଭଳି ପବିତ୍ର ଆତ୍ମାମାନେ ହିଁ ମହାନ ଅଟନ୍ତି। ଓମ୍ ଶାନ୍ତି।